ଗପର ଶୀର୍ଷକ ଜହ୍ନ ଆଲୁଅରେ ତରଳି ଯାଉଥିବା ଛାଇ। ଗାଳ୍ପିକ ସୁମନ ଦାସ। ଗପ ଜହ୍ନ ଆଲୁଅରେ ତରଳି ଯାଉଥିବା ଛାଇ। ଗାଳ୍ପିକ ସୁମନ ଦାସ। ଜହ୍ନ ଆଲୁଅରେ ତରଳି ଯାଉଥିବା ଛାଇ। ଗପୁଡ଼ି ଲୋକର ନିରବି ଯିବା ଆଉ ପଇସା ଖର୍ଚ୍ଚ କଲା ପରି ଶବ୍ଦ ଖର୍ଚ୍ଚ କରୁଥିବା ଲୋକର ମୁଖରାପଣ ଦିଟା ଯାକ ଆଶ୍ଚର୍ଯ୍ୟକର ଆଉ ବେଳେ ବେଳେ ଅସହ୍ୟ। ଅଥଚ ଅନ୍ଧାରୁଆ ଜାଗାରେ ଟର୍ଚ୍ଚ ପକେଇବା ତ ଆମର ଦସ୍ତୁର। ଅତଏବ ସେମିତି ଗୋଟେ କଥାକୁ ନେଇ ଏ ଗପ ଜହ୍ନ ଆଲୁଅରେ ତରଳି ଯାଉଥିବା ଛାଇ। ଡାକ୍ତର ସୁଧୀର ପ୍ରଧାନ, ଏମଡି, ଭେଷଜ, ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ, କଟକ। ଖଣ୍ଡେ 2x1.5 କଳେଇ କରା ଟିଣର ଧଳା ବ୍ୟାକଗ୍ରାଉଣ୍ଡରେ କଳା ଅକ୍ଷରରେ ତକ ଲେଖା ହେଇଛି। ଠିକ ତା ତଳକୁ ସିମେଣ୍ଟର ଫୁଲକୁଣ୍ଡ। ଏଠାରେ ପାନଛେପ ପକାନ୍ତୁ ନାହିଁକୁ ଖାତିର ନ କରି ପାନଛେପ ମଣ୍ଡିତ ନାଲି ହାଲକା ବାଦାମୀ କଙ୍କାଳସାର ଗଛଟେ ଦକ୍ଷିଣା ପବନରେ ଥରି ଥରଥରି ଯାଉଛି। ସୂର୍ଯ୍ୟ ଡୁବିଗଲେଣି। ପେଟକୁ ଆଉଁସୁଥିବା ଗୋଟେ ସୁନ୍ଦରୀ ଗର୍ଭବତୀ ସ୍ତ୍ରୀ ଲୋକର ପୋଷ୍ଟରକୁ ସାମ୍ନା କରି କାଠ ବେଞ୍ଚରେ 4.5 ଜଣ ବସିଛନ୍ତି। 3ଟି ପୁରୁଷ, ଗୋଟେ ସ୍ତ୍ରୀ ଲୋକ ଓ କାଖରେ ବକେଟ ନାକରୁ ଛୁଆ। ସେପଟୁ 70-80 ବର୍ଷର ବୁଢା ଜଣେ ହତା ପାର ହେଇ ବାଡି ଠୁକ୍ ଠୁକ୍ କରି ଭିତରକୁ ପଶିଲେ। ମଉସା, ଆଉ କଣ ଖବର? ବୁଢା ଦିନ ହେଲାଣି ଦେଖା ନଥିଲା। କଣ ହେଇଛି କି? ଦେହ ପା ଠିକ ନାହିଁ କି? ଗୋଟାଏ ଗୋଡକୁ ବେଞ୍ଚ ଉପରକୁ ଟେକି ଆର ଗୋଡକୁ ବିରାଡିର ବେକ ସାଉଁଳିଲା ପରି କରି ହରନାଥ ପଚାରିଲା। ବୁଢା ବାଡି ଖଣ୍ଡିକ ଥୋଇଲେ। ଗର୍ଭବତୀ ସ୍ତ୍ରୀ ଲୋକର ପେଟ ଥିବା ପୋଷ୍ଟରକୁ ଡେରା ଦେଇ ଗୋଟେ ଲମ୍ବା ହାଇ ସାମ୍ନାର ଜନ୍ତାଙ୍କୁ ଛାଡିଲେ। ହଉ ବାପ, ୟାପ ଟିକେ ସିଆଡକୁ ଘୁଞ୍ଚିଲୁ। ହର ବେଞ୍ଚରେ ଆଉ ଟିକେ ଜାଗା ତିଆରି କଲା। ତାପରେ ବୁଢା ଆରମ୍ଭ କଲେ। ଜାଇଁଲୁ ବାପା ହର, କୋଉ ଶାସ୍ତ୍ର କହିନି? ଚିଲ ଆଖିଆ ଦରପଣ, ଆଖି କି ନଦୀ ସହି ଭିନ୍ନ, ଆଖି ଯେବେ କୋରଡେ ପଶେ ଆଉ ଶଳା କିଏ ପାଖରେ ବସେ। ଭୋକ ଫୋକ ହଉନି ରେ। କଣ କୁଆଡୁ ଅଜବ ରୋଗ ମାଡି ହଇଲାଣି କି କଣ? ଗଲା କାଲି ହାଟରେ ମଦନା ଦେଖା ହେଇଥିଲା। ମତେ ଦେଖି କହିଲା, କଣ ମଉସା ଏମିତି ଶୁଖିଲା ଦଉଛ, ଦେହ ପା ଭଲ ନାହିଁ କି? ମୁଁ କିଛି କହିଲିନି। ଦେଖୁଛୁ ତ ବୟସ ମାଡ। ସେ କହିଲା, ଜାଇଁଲ ମଉସା, ଏତେ ଦିନ ପରେ ଆମ ଏରିଆ ଖଣ୍ଡେ ଡାକତର ପାଇଛି। ଦେଖିବାକୁ ଯେମନ୍ତ, ଗୁଣ ବି ତେମନ୍ତ। ଜାଇଁଲ, ସାଇଟରୁ ଆମ ସନା ପରୀକ୍ଷା ଦଉଛି ପରା। ସନା କଥା ଶୁଣି ଛାତିଟା ଟିକେ ଦୁହିଁ ହେଇଗଲା। ଭାବିଲି ଯାଏ ଏ ଶରୀର ଖଣ୍ଡିକ ଦେଖେଇ ଆସେ। ଆଉ ହରିଆ ତୁ ଏଠେଇଁ? ହରନାଥ ଟିକେ ଏପଟ ସେପଟ ଚାହିଁଲା। 3ଟି ଯାକ ରୋଗୀ ନିଜ ନିଜ ଚିନ୍ତାରେ ମଗ୍ନ। ଜଣେ ନବାବ ପରି ପାନ ଯୋବେଇକି ବାହାରକୁ ଚାହିଁଥାଏ। ସ୍ତ୍ରୀ ଲୋକଟିର ଥନରୁ ଛୁଆଟି କ୍ଷୀର ଭିଡୁଛି। ହରନାଥ ବୁଢାଙ୍କ ପାଖକୁ ଆଉଜି ଆସିଲା ଆଉ କହିଲା, ଜାଇଁଲ ମଉସା, ପ୍ରଥମ ଭାରିଜା ମଲା ପରେ ଗୁଡାଏ ଦିନ ଏକଲା ରହିଲି। ଜାଣିଛ ତ ମଉସା, ତା ଆଡୁ ତ ପିଲାପିଲି କିଛି ନାହିଁ। କିନ୍ତୁ ଅଫିମ ଫିଆ ନେଉଳ ପରି କଣ ପାଇଁ କେଜାଣି ଆଉ ଥରେ ଘର ସଂସାର କରିବାକୁ ମନ ହେଲା। ବୋଉ ବି କହିଲା, ଦୋଭେଇ ହେଇଯା। ମୋର ତ ଟିକେ ଟିକେ ଇଚ୍ଛା ଥିଲା। ଗଲା ପୁଷରେ ବାହାଘର ହେଲା। ତମେ ତ ସବୁ ଜାଣିଥବ ଆଉ, ମୁଁ ଏଠି ବସି ଇତିହାସ ଭୂଗୋଳ କଣ କହୁଛି ମ। ଏ ଅସଲ କଥା ହେଲା, ଏଇ ଯୋଉ କିଛି ଦିନ ହେଲା ବିଚିତ୍ର ଘଟଣା ମାନ ଘଟୁଛି ରାତିରେ। ସିଏ ହାଉଁ 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 ମଣିଷ ମାଉସ ଖାଉଁ ଖାଉଁ, ଆଉ ମୁଁ ତ ଶଳା ଥଣ୍ଡା କାକର ଦରବୁଝା ହେମାଳ ପଥର। ବଡ ବିଷମ ସମସ୍ୟା। ଟୁଣକା ଟୁଣୁକି କଲି। ନଦେଇପୁର ମଙ୍ଗରାଜ ମିଶ୍ରଠୁ ଚେରମୂଳି ଖାଇଲି। କିଛି ହେଲାନି। କଣ କରିବି? ଭାବିଲି ସଞ୍ଜ ବୁଡ଼ିଲେ ଯାଏ ଟୋକା ଡାକ୍ତରଙ୍କୁ ଟିକେ ଦେଖେଇ ଆସେ। କାଳେ କଣ କିଛି ହବ, ଇଣ୍ଡିକେଟର ଜଳିବ। ବୁଢା ସମବେତ ରୋଗୀ ମଣ୍ଡଳୀ କି ଚାହିଁ ଗୋଟେ ବିରକ୍ତି ସୂଚକ ହାଇ ମାରିଲେ ଓ କହିଲେ, ଓ ଦାସେ ଯାଇଥିଲେ ଫାଣ୍ଡିକି ଆଉ ଗୋଜ ଆଣିଛନ୍ତି ଗାଣ୍ଡିକି ଆଉ। ଏଥିକୁ ଆଉ କଣ କିଏ କରିବ? ଏବେ ବାପ ନିଜେ ସମ୍ଭାଳେ। ଯା ଏ ଛୁଆ ଡାକ୍ତରଙ୍କୁ ଦେଖା। ଏ ଶଳା ସାପ ଖେଳେଇବା କାମ ଦୁନିଆର ସବୁଠୁ କଷ୍ଟ କାମ। ଦେଖ, ଯଦି ଡାକ୍ତର ବାବୁଙ୍କୁ ଠିକ ନାଗେଶ୍ୱରୀ ଜଣାଥବ, ତୋ ସାପ ଖେଳିବ।
ନହେଲେ ନାଇଁ ଗଲା। ଏମିତି କଥା ହଉ ହଉ ଗୋଟେ କ୍ଷୀଣ ବାଉଁଶ କଣି ପ୍ରାୟ ଟୋକା ଯାହାକୁ ଫୁଙ୍କି ଦେଲେ ଉଡି ଚାଲିଯିବ। ବୟସ ଅନ୍ଦାଜରେ 19 କି 20। ଡାକ୍ତର ବାବୁଙ୍କ ଚେମ୍ବରରୁ ବାହାରି ଆସିଲା ଆଉ କହିଲା, ହରନାଥ ଭୂୟାଁ। ମଉସା ମଉସା ମୁଁ ଆସୁଛି। ହରିଆ କହି ନର୍ଭସ ହେଇ ଧଡପଡ ହେଇ ଭିତରକୁ ଗଲା। ଭିତରେ ଗୋଟେ ଫ୍ରେମଲେସ୍ ଚଷମା, ହାଫ ହାୱାଇନ୍ ମେରୁନ୍ ସାର୍ଟ ଆଉ ଡେନିମ୍ ଜିନ୍ସରେ ବେକରେ ଷ୍ଟେଥୋସ୍କୋପ ଗଳେଇ ଡାକ୍ତର ସୁଧୀର ବସିଛି ସହରଠୁ ଦୂରରେ। ଏ ମଫସଲ ଏରିଆକୁ ସୁଧୀର ଆସିବା 5 ମାସ ହେଇଗଲାଣି। ପିଜି ସରିବା ପରେ ଯୋଉ ହାଉସ ସର୍ଜନସିପ ପାଇଁ ତାର ଯୋଉ ଏଭଳିଆ ଜାଗାରେ ପୋଷ୍ଟିଂ ହେଲା, ତାହାର ମୋଟେ ଇଚ୍ଛା ନଥିଲା ଆସିବାକୁ। ଅଥଚ ନିଜର ଇଚ୍ଛା ଅନିଚ୍ଛାରେ ତ ଆଉ ନିୟତିର ଇଚ୍ଛା ନିର୍ଦ୍ଧାରିତ ହୁଏନି। ଅତএବ ପିଜି ସରିବା ପୂର୍ବରୁ ପ୍ରେମକୁ ନେଇ ଯୋଉ ସବୁ ଛୋଟ ମୋଟ ଝଗଡା, ମନ ଫଟାଫଟି ଚାଲିଥିଲା, ତା ପିଜି ସରିବାର ଅଳ୍ପ କେଇଟା ଦିନରେ ଗୋଟେ ଅଦ୍ଭୁତ ରୂପ ଧାରଣ କଲା। ଆରତୀ, ଯେ ଗୋଟେ ସଫେଦ ତୁଳାର କଣ୍ଢେଇ, ଯାହାର ହସର ଖାତିରରେ ଏକଦା ସୁଧୀରକୁ ଲଗାତାର 100 ଦିନ ଜ୍ୱରରେ ପଡିବାକୁ ରାଜି ଥିଲା, ପ୍ରଥମେ ସୁଧୀରର ନମ୍ବରକୁ ଡିଲିଟ କଲା, ତାପରେ ତା ହ୍ୱାଟ୍ସଆପ ନମ୍ବରକୁ ବ୍ଲକ କଲା, ଆଉ ଦେଶ ବାହାରେ ଡାକ୍ତର ଥିବା ଜଣେ ମଧ୍ୟବୟସ୍କକୁ ବାହା ହେଇ ପଡିଲା, ଆଉ ତାପରେ ନିଜ ବାହାଘର ଫଟୋକୁ ଫେସବୁକରେ ଅପଲୋଡ କଲା। ସୁଧୀର ତଥାକଥିତ କିଛି ଭଦ୍ର ଓ ବାନା ଶ୍ରେଣୀୟ ସହପାଠୀଙ୍କ ଠାରୁ ଆହା ଚୁ ଚୁ ଓ କିଛି ଅଶ୍ଳୀଳ କମେଣ୍ଟକୁ ହଜମ କରିସାରିଲା ପରେ ନିଜ ପ୍ରତି ଏକା ସାଙ୍ଗରେ ନିଷ୍ଠୁର ଓ ଦୟାଳୁ ହେଇ ମାତ୍ର 4ଟି ଟ୍ରାଙ୍କୁଲାଇଜର ଖାଇ ସର୍ଜରୀ ଲ୍ୟାବରେ 1 ଢୋକ ପିଓର ସ୍ପିରିଟ ଗୋଟେ ପୁରା ମିନେରାଲ ୱାଟର ବୋତଲରେ ମିଶେଇକି ପିଇ ହଷ୍ଟେଲରେ ପହଞ୍ଚିଲା ବେଳକୁ ତା ମୁଣ୍ଡ ଉପର ଛାତର ଆକାଶ ଘୁରୁଛି। ଛାତର କଡି ବର୍ଗାକୁ ଚାହିଁ ଅଶ୍ରାବ୍ୟ ଭାଷାରେ ନିଜ ପ୍ରେମର ଆହୁତି ଦେଇ ଶୋଇପଡିଲା, ଆଉ ତାପରେ ଏଇ ଜାଗାକୁ ହାଉସ ସର୍ଜନସିପ ପାଇଁ ଆସିବାକୁ ଅଚିରେ ରାଜି ହେଇଗଲା। ସୁଧୀର ପ୍ରଧାନ, ଡାକ୍ତର, ଶାନ୍ତଶିଷ୍ଟ, ଭଦ୍ର, ଅଳ୍ପ ଗର୍ବୀ। ଏଇଠିକି ଆସିବା ପରେ ଶୂନ୍ୟତା କେମିତି ଆତ୍ମାକୁ ଗୋଡେଇ ଖାଇଯାଏ ଆବିଷ୍କାର କଲା। ଆଜିକାଲି ସୁଧୀରକି ଏତେ ବେଶୀ ଏକଲା ଲାଗେନି। ଯେତେବେଳେ ଏକଲାପଣ ଘାରେ, ସେ ଗୋଟେ ବ୍ୟାଗରେ କିଛି ମେଡିସିନ ପୁରେଇ ପାଖ ଆଖ ଗାଁ ବସ୍ତି ଫସ୍ତିକି ଚାଲିଯାଏ। ସେଠି କାହାର ସ୍ୱାସ୍ଥ୍ୟ ପରୀକ୍ଷା କରେ, କାହାକୁ ସାମ୍ପଲ ମେଡିସିନ ଦିଏ। ସନ୍ଧ୍ୟାବେଳେ ଘରକୁ ଫେରେ, କ୍ୱାର୍ଟରରେ ପହଞ୍ଚି ରୁଟି ଡାଲମା କରେ, ଖାଇ ପିଇ ଗଡପଡ ହୁଏ, ଟିଭିରେ ଚ୍ୟାନେଲ ଘୁରାଏ। ଡାକ୍ତରିଆ ସଚେତନତାକୁ ଖାତିର ନ କରି ନିଜେ ଖଣ୍ଡେ ଖଣ୍ଡେ ସିଗାରେଟ ବେଳେ ବେଳେ ଟାଣେ ଆଉ ଶୋଇପଡେ। କେବେ କେବେ ଲ୍ୟାପଟପରେ ହାଇଡ କରି ରଖିଥିବା ଆରତୀର ଫଟୋ କାଢେ। ସେଦିନ ଅନେକ ଡେରି ଯାଏ ରାତିରେ ତାକୁ ନିଦ ହୁଏ ନା। ବିଛଣାରେ ପଡି ବାରମ୍ବାର ଘଣ୍ଟା ଦେଖେ। 2ଟା, 2:30, 3ଟା15, 4ଟା45। ସକାଳୁ ସକାଳୁ ନିଦ ଆସିଯାଏ। ସେଦିନ ଓପିଡି କରିବାକୁ ଡେରି ହେଇଯାଏ। ଏ ମଫସଲ ଜାଗା ମାନଙ୍କରେ ସନ୍ଧ୍ୟାରେ ଆୟୁଷ ଖୁବ କମ। ଏଠି ବହୁତ ଶୀଘ୍ର ରାତି ଆସିଯାଏ। ଏ କଣ ମଙ୍ଗଳାବାଗ ମେଡିକାଲ ଛକ ନା କଲେଜ ସ୍କୋୟାର ହେଇଛି ଯେ ଅମଙ୍ଗ କିଶୋରୀ ପରି ସନ୍ଧ୍ୟା ଫୁଲେଇ ହେଇକି 11ଟା ବେଳେ ଯିବ, ଆଉ ବହୁ ବେଳୁ ବୋର ହଉଥିବା ରାତି କଟକିଆଙ୍କ ପାଖକୁ 11ଟା 12ଟା ବେଳେ ଆସିବ। ହରନାଥ ଭୂୟାଙ୍କୁ ଔଷଧ ଦେଇ ସାରି ବାକି 2.5 ଜଣଙ୍କୁ ବି ଔଷଧ ଦିଆ ସରିଲାଣି। ଜଣକୁ ଆମୋକ୍ସିସିଲିନ, ପୋଟାସିୟମ କ୍ଲାଭୋନେଟ, ପୁଷ୍ଟିହୀନତା, ଥଣ୍ଡା ଜ୍ୱର, ଯୌନ ଶିଥିଳତା ପାଇଁ ଯାବତୀୟ ପ୍ରକାର ମେଡିସିନ ଦେଇ ସାରି ସୁଧୀର ଘଣ୍ଟାକୁ ଚାହିଁଲା। 8ଟା ବାଜିଲାଣି। ବାହାରେ ଶେଷ ରୋଗୀ ବୁଢା ଜଣକ ଘଡଘଡ ହେଇ କାଶୁଛନ୍ତି। ଆଜି କାହିଁ ସୁଧୀର କି ଭାରି ବିଷାଦ ଘାରୁଛି। ଆଜି କାହିଁ ତାର ଆରତୀ କଥା ମନେ ପଡୁଛି। ତମେ ସୁଧୀର ଡାକ୍ତରୀ ପାସ୍ କଲେ କଣ ହବ? ତମର ତ ଅପବ୍ରିଙ୍ଗିଂ ମିଡିଲ କ୍ଲାସ ନା। ପାଠ ପଢା କର୍ତ୍ତବ୍ୟ ତ୍ୟାଗ ଛଡା ତମ ଜୀବନ ତ କିଛି ହ୍ୟାପେନିଂ ନାହିଁ। ସବୁ ଭଲ ପାଇବା ବାହାଘର ହୁଏନି ସୁଧୀର। ଆମ ଭିତରେ ଆଗକୁ ଯାଇ ବାହାଘର ହବା ଅସମ୍ଭବ, କାରଣ ମୋଟରୁ ଆମ ଭିତରେ ଭଲ ପାଇବା ହିଁ ନାହିଁ। ସୁଧୀର ଭାବୁଥାଏ, ତାହେଲେ ଡେରି ରାତି ଯାଏ ଫୋନରେ ଚାଟିଂ କରିବା, ନିଜ ଅଧା ଗାଧୁଆ ଦେହକୁ ହ୍ୱାଟ୍ସଆପରେ ପଠେଇବା, ମେଡିସିନ ୱାର୍ଡର ପଛପଟେ ଚୁମା ଖାଇବା, ସବୁ କଣ ଥିଲା? ସବୁ ପ୍ରେମ କାହାଣୀରେ ଉଠା ପକା ଅଛି, ଭୁଲଭାଲ ବି ଅଛି। ଗୋଟେ ଅସୁବିଧା ହେଇଗଲା ପରେ ବି କଣ ସବୁ ଠିକଠାକ ହେଇଯାଏ। ଅଥଚ ତା କାହାଣୀରେ ତ ସେମିତି କିଛି ହେଲାନି। ସୁଧୀର କି ସିନା ଡିଲିଟ କରିଦେଲା ଆରତୀ ଏଇ ଫେସବୁକରେ, ଅଥଚ ଏବେ ବି ତ ଫ୍ରେଣ୍ଡ ଲିଷ୍ଟରେ ଅଛି। ତା ସ୍ୱାମୀ ସୁଧୀର କି ସିନା ଡିଲିଟ କରିଦେଲା ଆରତୀ, ଅଥଚ ଫେସବୁକରେ ତ ଏବେ ବି ସେ ଫ୍ରେଣ୍ଡ ଲିଷ୍ଟରେ ଅଛି। ତା ସ୍ୱାମୀର ତାର ଯାଇଛନ୍ତି ପ୍ୟାରିସ। ଗୋଟେ ସର୍ଟ ପ୍ୟାଣ୍ଟ ଆଉ ଟି ସାର୍ଟରେ ଆରତୀ ଜଡେଇ ଧରିଛି ତା ସ୍ୱାମୀକି ଆଇଫେଲ ଟାୱାର ସାମ୍ନାରେ। ଫଟୋ ପୋଷ୍ଟ କରିଛି ଆରତୀ। ଆରତୀର ପ୍ରଚଣ୍ଡ ବିଶ୍ୱାସ ଯେ ସୁଧୀର ଭଳିଆ ପିଲା ତାକୁ କେବେ ହଇରାଣ କରିପାରିବ। ଆଜି ସନ୍ଧ୍ୟାରେ ମନଟା କାହିଁକି ଭାରି ଅସ୍ତବ୍ୟସ୍ତ ଲାଗୁଛି, ବୋର ଲାଗୁଛି। ଫାଳିକିଆ ଖାକି ଜହ୍ନ, ଅଧା ଆଲୁଅ ଅଧା ଅନ୍ଧାର ଭିତରେ ଗୋଟେ ବିଚିତ୍ର ବିଷାଦ ଘାରୁଛି ସୁଧୀର କି। ସୁଧୀର ଗଳା ଝାଡ଼ିଲା, ଯୋଗେନ୍ଦ୍ର ପ୍ରଧାନ, ଯା ଡାକିଦେ। ବୁଢା କାହା କଥା ନ ଶୁଣିକି ନିଜେ ପଶି ଆସିଲେ। ହଁ 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 ବାପା, ଯୋଗେନ୍ଦ୍ର ପ୍ରଧାନ। ବୟସ 4 କୋଡ଼ି ଖଣ୍ଡେ ହବ। 4 କୋଡ଼ି ମାନେ? ମାନେ 20 କୋଡ଼ି ହେଲେ 4 କୋଡ଼ି 80 ବର୍ଷ।
ଆଚ୍ଛା, କଣ ହେଇଛି କୁହନ୍ତୁ? କଣ ହେଇଛି? କଣ ନ ହେଇଛି କହୁନ ବାପ? ଏତେ ବୟସ ହେଲାଣି, ଆଜି ମୁଣ୍ଡ ବିନ୍ଧିଲାଣି ତ କାଲି ଗଳା ଗାଣ୍ଡି ବଥେଇଲାଣି, ତାପର ଦିନକୁ ପେଟ କାମୁଡ଼ିଲାଣି। ସେଠି ଶାସ୍ତ୍ର କହିନି, ଏ ଦାନ୍ତକୁ ଖଡା ଅଡୁଆ, ବାଟକୁ ବୁଢା ଅଡୁଆ, କରିବା ଲୋକଟି ଭେଣ୍ଡିଆ, ଝୁଣ୍ଟିବା ଲୋକଟି ବୁଢା, ଧର୍ମବ୍ୟାଧଙ୍କ ଦ୍ୱାର ଦେଶରେ ବନ୍ଧା ପଡିଛନ୍ତି ହଡା। ବୁଢା ହସିଲା। କୋଠ କୋଣରୁ ପାଟିରୁ ପାନ ପିକ ବୋହି ପଡି କାନ୍ଧର ଗେରୁଆ ଗାମୁଛାକୁ ଆଉ ଟିକେ ଗେରୁଆ କରିଦେଲା ବୋଧେ। ସୁଧୀର ବିରକ୍ତ ଲାଗିଲା। ରାତି ଏତେ ହେଲାଣି, ସହଜେ ମନ ଭଲ ନାହିଁ, ସେଥିରେ ପୁଣି ଶଳା ଏ ବୁଢା ଅବଲ୍ୟ କାଢୁଛି। ସୁଧୀର ଟିଙ୍ଗ ଟିଙ୍ଗ ହେଇ ଚଢା ଗଳାରେ ପଚାରିଲା, ଆଉ ମଉସା କଣ ହେଇଛି କହୁନ, ଜଲ୍ଦି କୁହ, ରାତି ବହୁତ ହେଲାଣି। ବୁଢା ଟିକେ ସୁଧୀରକୁ ଭଲ କରି ମୁହଁକୁ ଚାହିଁଲେ ନିର୍ବାକ ହେଇ। ହଠାତ୍ ବୁଢାଙ୍କ ମୁହଁ ଝାଉଳି ପଡିଲା। କହିଲେ, ନା ମ ବାପ, ନିଦ ଭଲ ହଉନି ଆଜିକାଲି, ଭୋକ ବି ହଉନି, ଔଷଧ ଲେଖିଦିଅ ହେଇଯିବି, ଖାଇକି ଭଲ ହେଇଯିବି ବାପ, ତମେ ଆଉ ଚିଡନି, ତମେ ମୋ ପୁଅ ବୟସର, ମୁଁ ବୁଢା ଲୋକଟା। ବୁଢା ତଳୁକୁ ନେଇ ବସି ରହିଲେ। ସତେକି ନବଜିଆ କଥା କହି ନିଜର ସୀମା ଲଙ୍ଘି ଦେଇଥିବାରୁ ସେ ଅନୁତପ୍ତ। ଝାପ୍ସା ଆଲୁଅ ଝାପ୍ସା ଅନ୍ଧାରରେ କାଗଜର ଠୁଙ୍ଗା ପରି ଲୋଚାକୋଚା ହେଇଯାଉଥିବା ବୁଢାର ମୁହଁକୁ ଦେଖି ସୁଧୀରକୁ ଟିକେ ଦୋଷୀ ଲାଗିଲା। ବୁଢାଙ୍କ ଛାତିରେ ଷ୍ଟେଥୋସ୍କୋପ ପକେଇଲା ବୁଢା। ସୁଧୀର, ଠିକ ଠାକ ବିଟ୍ ମିଳୁଛି ତ? ଆପଣଙ୍କର ବ୍ଲଡ ପ୍ରେସର ଅଛି କି ମଉସା? ସୁଧୀର ପଚାରିଲା। ବ୍ଲଡ ପ୍ରେସର ମାନେ ରକ୍ତଚାପ? ହଁ ହଁ ବାପା, ବହୁତ ଦିନ ତଳେ ରକ୍ତଚାପ ଉଚ୍ଚା ହେଇଯାଇଥିଲା, ବୁଢୀ ଯିବା ପରେ ଜାଣ ନିଦ ବିଦ ହଉନଥିଲା ଆଉ। ଆମ ଟୋକା ନେଇ ଆସିଥିଲା ହାସ୍ପାତାଳକୁ, ପରୀକ୍ଷା କରି ଔଷଧ ଖାଉଥିଲି, କିଛି ଦିନ ଆଉ ଖାଇନି, ବହୁତ ଦିନ ହବ ଛାଡି ସାରିଲିଣି ଆଉ। ଆଚ୍ଛା ଆଚ୍ଛା, ଓହୋ, ଆଚ୍ଛା, ମାନେ ଡାଇବେଟିସ ମାନେ ମଧୁମେହ? ଏ ନାଇଁ ବାପା, ଡାଇବେଟିସ ନାହିଁ ମୋର, ହେଲେ ଏବେକୁ ଆଉ ଖାଦ୍ୟ ବେଶି ଖାଇ ହଉନି, ଖାଇବା କମିଗଲାଣି, ବେଳେ ବେଳେ ଭାରି ଦୁର୍ବଳ ଲାଗୁଛି। ସେବେଳ କାଉ ଅଛି ଆଉ, ସେତେବେଳେ ପରା ମୁଁ ଏକା 200 ଛେଳି ମାଂସ ଖାଇ ହଜମ କରିଦେଲା ବାଲା। ଆମ ଧଡିଆ ଦାଦି ଆଉ ମୁଁ 5 ଥର ପୁରସ୍ତମ ଯାଇନଥିବୁ ସାଇକେଲ। ଏବେଳକୁ ଜହ୍ନ ଉଠି ଆସିଲାଣି, ଠିକ ଡାକ୍ତରଖାନା କ୍ୱାର୍ଟରର ଉପରକୁ। ଦିଟା ନଡିଆ ଗଛ ହାତ ଛନ୍ଦା ଛନ୍ଦି ହେଇ ପ୍ରେମୀ ଯୁଗଳ ପରି ଦୂର ପଡିଆରେ, ଚାରିଆଡ ସଫେଦ ସଫେଦ। ଅନେକ ଦିନ ପରେ ଆରତି କଥା ମନେ ପଡି ସୁଧୀର କି ଯାହା ବ୍ୟସ୍ତ ଲାଗୁଥିଲା, ଆଜି କାହିଁ ଏତେ ଦିନ ପରେ ବୁଢାଙ୍କ ସାଙ୍ଗେ ଆଡୁ ସାଡୁ ଗପିବାକୁ ତାର ଟିକେ ଇଚ୍ଛା ହେଲା। ବେଳେ ବେଳେ ମନଟା ସେମିତି, କେତେବେଳେ କଣ ଇଚ୍ଛା ହୁଏ, ଏଇ ବେଳକୁ ବିଷାଦ ଘାରେ ତ ଆର ବେଳକୁ ମୁଖର କଣ ଆସେ। ନାଇଁ ମଉସା, ତମେ ଆରାମରେ ବସ, କୁହ କଣ ହେଇଛି ତମର? ହଁ ଆଚ୍ଛା, ଘର କୋଉଠି? ନା ମ ବାପା, ଏଇ ଆମ ଘରଟା ଏଠୁ ସଳଖ ପଳେଇବ ମଉଦା ଛକ, ସେଠୁ କେନାଲ କୂଳକୁ ଡାହାଣକୁ ଅଧ ମାଇଲେ ଯାଇଥିବ, ଗୋଟେ ଆମ୍ବ ତୋଟା ପଡିବ, ତାକୁ ଟପିକରି ଯୋଉ ନଗେଶପୁର, ସେଇଠି ତ ଆମ ଘର। କାହିଁଲ ବାପ, ପିଲାଦିନୁ ବୋଉ ମୋର ମରିଯାଇଥିଲା, ବାପା ଥିଲାବେଳେ ଏହେଁ ଏହେଁ ବଳଦ, ଅମାରରେ ଧାନ ଭର୍ତ୍ତି, ଘରେ ଯାଉଣୁ ଆସୁଣୁ ପନିପାରିବା ବନ୍ଧୁବାନ୍ଧବ। ବାପା ଚାଲିଗଲା ପରେ ମୁଁ ଆଉ ମୋ ଭାରିଜା, ମୁଁ ସେତେବେଳକୁ 6 ହାତିଆ ମରଦ। ଯାହା କୁହ ବାପା, ବୁଢୀଟା ଲକ୍ଷ୍ମୀମତିଆ ଥିଲା, ଖାଲି ଗୋଟାଏ ଯାହା ଦୁଃଖ ଥିଲା, ଆମ କୋଳ ପୁରୁ ନଥାଏ, କମ ଉପାସ, କମ ପୂଜା ପତ୍ର, କମ ଭୋଗରାଗ। ସେସବୁ ଗଡମଧୁପୁର ମହାଦେବଙ୍କ ପାଖେ ବୁଢୀ ଅଧିଆ ପଡିଲା, ଆମର ପୁଅଟିଏ ହେଲା। ତେହିକେ ଠିକ ଠାକ ଚାଲିଥିଲା ବହୁ ବର୍ଷ, ଧାନ କୋଠି, ତୁଳସୀ ଚଉରା, ଯୋଡି ବଳଦ, ବାହା ପୁଣ୍ୟ ସବୁ ଠିକ ଠାକ। ଖାଲି ଯାହା ସେ ବର୍ଷ ଆମ ହସୁଆପଟ ଚକରେ ପୋକ ଚୋରି ଗଲେ, ଟୋକାଟା କଲେଜ ଆଡମିସନ କରି ପାଠ ନ ପଢି କୋଉଠି ଗୋଟେ ଗଣ୍ଡଗୋଳ କରି ମୁଣ୍ଡ ଫଟେଇକି ଆସିଲା, ବୁଢୀର ସେଇ ବର୍ଷ ପେଟ ବେମାରୀ ବାହାରିଲା। କବିରାଜ ଦେଖେଇଲି, ନଦିଆପୁର ଗୋରା ବାବା ପାଖରୁ ହୁକୁମ ନେଲି, ଇଲୋପାଥି ବି ଖାଇଲି। ଏଠେଇ ତମେ ଆସିବାର ବହୁ ଆଗରୁ ଆଉ ଜଣେ ଡାକ୍ତର ଥିଲେ, ବୁଢା ଡାକ୍ତର, ଖାଲି ଟିଙ୍ଗି ଟିଙ୍ଗି ହଏ। କଣ ବାପା ଜଣା ଭଗବାନଙ୍କୁ, ଔଷଧ ଯାହା ଲେଖିଲା ଦୋକାନରୁ ଆଣିକି ଦେଲି, ଆଉ ସେଇଦିନ ରାତିରେ ତ ବୁଢୀର 4ଟା ଝାଡା 3ଟା ବାନ୍ତିରେ ଖଲାସ। ଶନିଆ ରାଗି ପଞ୍ଚମ, ବାପା କହୁଥିଲା ଚାଲ ଡାକ୍ତରଖାନାରେ ନିଆଁ ଲଗେଇଦବା, ମୁଁ ମନା କଲି, ମୁଁ କହିଲି ଏଠି ଯିଏ ଯାହାର ବେଳ ପୁରିଯିବ ସେ ଚାଲିଯିବ, ସେଥିରେ ଆମର କି ହାତ ଗୋଡ। ବୁଢୀ ଚାଲିଗଲା ପରେ ସନାଟା ଜାଣ ବାନାବାସ୍ତୁରା ହେଇଗଲା। ତଥାପି ତଥାପି ସେତେବେଳେ ମୋ ଦେହରୁ ବଳ ଖସି ନଥାଏ ମ। ଏ ଆମ ଗାଁ ପାଖ ମଦନା କଣ୍ଟ୍ରାକ୍ଟର ଦିନେ ଆମ ଘରକୁ ଆଇଲା, ମୁଁ ଜାଣିଛି ଲୋକଟା ଭଲ ନୁହଁ, ତଥାପି ଜାଣିଲେ ବି ପିଣ୍ଡାରେ ବସେଇଲି। କହିଲା, ଦାଦି, ସନିଆ ତ ଖୁଡି ମଲା ପରେ କିଛି କରୁନି, ଆଉ ପାଠଶାଠ ତ ନାହିଁ, ଗୋଟେ କାମ କର, ଆମର ଗୋଟେ କଣ୍ଟ୍ରାକ୍ଟ ଚାଲିଛି ବିଳାସପୁର ଛତିଶଗଡରେ, ସେଠି ପଠଉନ, ଭଲ ଲାଗିଲେ ରହିବ, ନହେଲେ ପଳେଇ ଆସିବ। ମୁଁ ଭାବିଲି ଟୋକା ତ ଏମିତି ବାନା ବାସ୍ତୁରା ହେଇ ବୁଲୁଛି ଆଉ, ଯାଉ ତାହେଲେ। ଏ ଟୋକା ବି ଆମର ଗଲା। ପ୍ରଥମେ କିଛି ଦିନ ଖଣ୍ଡେ ନଦେଇ ସାହୁ ଘରକୁ ଆମର ଫୋନ କରୁଥିଲା, ମଦନା ହାତରେ କିଛି କିଛି ଟଙ୍କା ବି ପଠଉଥିଲା। ଆସ୍ତେ ଆସ୍ତେ କଣ ପାଇଁ କେଜାଣି ସବୁ ବନ୍ଦ କରିଦେଲା। ଧୋବନୀ କହୁଥିଲା ସିଏ କୁଆଡେ ସିଆଡେ ଗୋଟିଏ ବାହା ହେଇକି ବିହାରୀ ମାଇକିନାକୁ ଧରି ରହୁଛି। କିଛି ଦିନ ତା ଉପରେ ରାଗିଲି,
ଆଉ କଣ କରିବା? ଆଜିକାଲି ତ ସେତେବେଳେ କିଛି ବାଧୁ ନଥିଲା, ଏଇଖିଣା ଟିକେ ବୟସ ହେଲାଣି ତ ବାପ, ଦେହ ହାତ ବେଳେ ବେଳେ ଭଲ ଲାଗୁନି, ରାତିରେ ନିଦ ହଉନି, ସେଇଥିପାଇଁ ପଳେଇ ଆଇଲି ଆଉ। ବେଳେ ବେଳେ ଅନ୍ୟର ଦୁଃଖ ବି ଭାରି ଆପଣାର ଲାଗେ। ନିଜର ସାନ ଦୁଃଖ ପାଖରେ ଆଉ କାହାର ବଡ ଦୁଃଖ ବସି ମୁଣ୍ଡ ସାଉଳେଇ ଦିଏ, ବୁଝେଇ ଦିଏ, କହେ ବ୍ୟସ୍ତ ହଅନି, ମୁଁ ସବୁ ଠିକ ହେଇଯିବ। ମଉସା, ଏ ବୟସରେ ଆପଣଙ୍କୁ ଏକଲା ଲାଗୁଛି? ହସେଇଲ ବାପା, ଏମିତି ସବୁ କଥା କହିଦେଲି ବୋଲି ଭାବୁଛ କି ମୁଁ ଏକୁଲା ହେଇଗଲି? ହା, ଜାଇଲ ବାପା, ସରକାର ଦଉଛି 25 କିଲୋ ଚାଉଳ, 250 ଭତ୍ତା ପଇସା, ଆଉ ଅଳ୍ପ ହେଲେ ବି ଆମର 10-12 ପୁଞ୍ଜା ନଡିଆ, ତା ସାଙ୍ଗକୁ ଗେଣ୍ଡୁ ହଉର ଗୌରା ଧାଡିଏ, 12 ମାସି ମଲ୍ଲି ଦୁବୁଦା। ଆଉ ଏଥରକ ତ ଆମ ସରପଞ୍ଚ ଗୋଟା ପକ୍କା ଘର ବି ଦେଇଛି, ନୂଆ ପକ୍କା ଘର ଯୋଜନା, ବିଜୁ ଯୋଜନା ନା କଣ। ଆଉ କଣ ଦରକାର? ଟୋକା ଯାଇଛି ତ ଯାଉ, ଦିନେ ନା ଦିନେ ତ ଫେରିବ ନା, ଯିବ କୁଆଡେ? ସନ୍ଧ୍ୟା ବେଳର ଉଦାସପଣ, ଅନ୍ୟମନସ୍କତା ଏବେଳକୁ କଟି ଯାଇଥାଏ ସୁଧୀରର। ତାକୁ କଣ ପାଇଁ କେଜାଣି ସେ ବୁଢାଙ୍କ କଥା ଶୁଣି ହାଲକା ଲାଗିଲା। ଔଷଧ ଲେଖି ସାରିଲା ପରେ ବୁଢା ଯିବାକୁ ଉଠିଲେ। ଏ ବାପ, ମୁଁ ଯୋଉ ଏତେ ଗୁଡାଏ ଗପିଲି, କିଛି ଭାବିବନି ବା। ଏ ବୁଢୀ ମଲା ପରେ ମୁଁ ଏ ଡାକ୍ତରଖାନା ଦୁଆର ମାଡୁ ନଥିଲି। ଏ ମତେ ପରଦିନ ଜାଣ ଆମ ମଦନା ହାଟରେ କହିଲା ଯେ ଯୋଉ ନୂଆ ଡାକ୍ତର ଆଇଛନ୍ତି ସିଏ ସାଇଟରୁ ଆମ ପୁଅ ପରି ଦୃଶ୍ୟ ହୁଏ। ତେଣୁ ଧାଇଁ ଅଇଲି। ପ୍ରକୃତରେ ମଦନା ମିଛ କହିନଥିଲା। ମୁଁ ଯୋଉ ଏତେ ଗପୁଛି ତମେ କିଛି ଭାବିବନି। ତମେ ଟିକେ ଟିକେ ମୋ ପୁଅ ସନା ଭଳିଆ ଦୁଶିଲ ତ ମାୟା ଲାଗିଗଲା। ହେଇଠି ବାପ, ମୁଁ ଆଜି ଏଇଠି ଅଛି, ଏ ଅଧା ଜହ୍ନ ଅନ୍ଧାରରେ ତମ ସାଙ୍ଗେ ଗପ ମାରୁଛି। କାଲି ଏମିତି ଥେବି ବୋଲି ତମକୁ କଣ ହଲପ କରି କହିହବ? କାଲିକି ନେଇ କିଆଁ ଏତେ ବ୍ୟସ୍ତ ଯେ, ଯାଉ କାଲି କଥା ଚୁଲିକି। ହଉ ଆଜ୍ଞା, ଡାକ୍ତର ଆଜ୍ଞା, ବାପ ମୁଁ ଯାଉଛି। କେତେବେଳଠୁ ଦୁଃଖ ଦୁଃଖ ହେଇ ଜଳୁଥିବା ଅଙ୍ଗାର ମୁଠରେ ଥଣ୍ଡା ଆଞ୍ଜୁଳାଏ ପାଣି କିଏ ଢାଳି ଦେଲା। ନ ଶିଖେଉଥିବା କେତେ କଥା କିଏ ଯେମିତି ହଠାତ୍ ଶିଖେଇ ଦେଲା। ଗୋଟାଏ ଲମ୍ବା ଛାଇ ଦୋହଲି ଦୋହଲି ଅନ୍ଧାରରେ ମିଶିଗଲାଣି। ସୁଧୀର ଭାବିଲା, ରାତି ପାହିଲେ ସିଏ ବି ଡାକ୍ତରଖାନା କ୍ୱାର୍ଟର ଚାରି ପାଖରେ 2-4ଟା ନଡିଆ ଚାରା, ଗୋଟାଏ ଦିବୁଦା 12 ମାସି ମଲ୍ଲି ଆଉ ଧାଡିଏ ହରଗୌରା ଲଗେଇଲେ କେମିତି ହୁଅନ୍ତା? ଆଉ ଆରତି, ହେସ୍। ଏଣେ ବୁଢା ଏବେଳକୁ କ୍ୱାର୍ଟର ଟପି ଜହ୍ନ ଆଲୁଅରେ ଗାଁ ଆଡେ ମୁହେଁଇଲେଣି। ସତରେ ମଦନା ମିଛ କହୁନଥିଲା, ସାଇଟରୁ ଅବିକଳ ସନା ପରି। ଡାକ୍ତର ବାବୁ ଦେଇଥିବା ଔଷଧକୁ ବୁଢା କେନାଲର ସରୁ ଧାରରେ ଭସେଇ ଦେଲେ। ନହେଲେ ଭଲ ହେଇଗଲେ ଡାକ୍ତର ପାଖକୁ ଆସିବାକୁ ଆଉ କିଛି କାରଣ ମିଳିବନି।